ଚିତ୍ରକୋଣ୍ଡାରେ ବଢ଼ୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 1516 ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର 1514.10 ରହିଛି। ଜଳଭଣ୍ଡାରର ଜଳସ୍ତର ବଢ଼ିବା ଫଳରେ ସ୍ୱାଭିମାନ ଅଞ୍ଚଳର ଜାନବାଇଠାରେ ଥିବା ଗୁରୁପ୍ରିୟା ସେତୁକୁ ବିପଦ ଦେଖାଦେଇଛି। ବର୍ତ୍ତମାନ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର 2 ଫୁଟ ତଳେ ରହିଛି ପାଣି। ଜଳଭଣ୍ଡାରର ଜଳସ୍ତର ଯେଭଳି ଦିନକୁ ଦିନ ବଢ଼ି ଚାଲିଛି, ଆଉ ମାତ୍ର ଗୋଟିଏ ଦିନ ମଧ୍ୟରେ ବ୍ରିଜର ଗାର୍ଡରକୁ ଛୁଇଁବ ପାଣି ବୋଲି ଆଶଙ୍କା କରୁଛନ୍ତି ଲୋକେ। ସେପଟେ ଗୁରୁପ୍ରିୟା ସେତୁ ନିକଟ ଜାନବାଇ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବିପଦ ଦେଖାଦେଲାଣି। ବର୍ତ୍ତମାନ ଜଳଭଣ୍ଡାରର ଜଳ ସ୍ୱାସ୍ଥ୍ୟ କେନ୍ଦ୍ର ପାଚେରୀକୁ ଛୁଇଁଥିବା ବେଳେ ଆଉ ଫୁଟେ ଜଳ ଯଦି ଜଳସ୍ତର ବଢ଼େ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଖପାଖରେ ଥିବା ଘର ଭିତରେ ପାଣି ପଶିଯିବ ବୋଲି ଜାନବାଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ବାଲିମେଳା ଜଳଭଣ୍ଡାରର ଜଳସ୍ତର 1512.3 ଥିବା ବେଳେ 2ଟି ଗେଟ୍ ଖୋଲାଯାଇ ଜଳସ୍ତରକୁ କମାଇ 1512 ମଧ୍ୟରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଅଞ୍ଚଳରେ ବର୍ଷାର ପରିମାଣ କମିଯାଇଥିବାରୁ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାରୁ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 1516 ପର୍ଯ୍ୟନ୍ତ ଜଳରେଖା ଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯଦି ଦିନେ 2 ଦିନ ମଧ୍ୟରେ ଜଳସ୍ତର 1516 ଛୁଏଁ, ତେବେ ଗେଟ୍ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ହସ୍ତଗତ ହୋଇଛି। ଚିତ୍ରକୋଣ୍ଡାରୁ ହରିବନ୍ଧୁ ଗତନଙ୍କ ରିପୋର୍ଟ, ସଂଘର୍ଷ ଟିଭି।